সফল ব্যক্তি বনাম বিফল ব্যক্তি। সফল ব্যক্তি ସବୁବେଳେ ସମାଧାନ ପାଇଁ ମନ ବିନିଯୋଗ କରେ। ବିଫଳ ବ୍ୟକ୍ତି ସବୁବେଳେ ସମସ୍ୟା ସୃଷ୍ଟି କରି ଚାଲେ। ସଫଳ ବ୍ୟକ୍ତି ସବୁବେଳେ ନୂଆ ନୂଆ କାମ ହାତକୁ ନେଇଥାଏ। ବିଫଳ ବ୍ୟକ୍ତି ସବୁବେଳେ କିଛି ନ କରିବା ପାଇଁ ବାହାନା ଖୋଜେ। ସଫଳ ବ୍ୟକ୍ତି କହେ ମୁଁ ଆପଣଙ୍କ ପାଇଁ ଏ କାମଟି କରିଦେବି। ବିଫଳ ବ୍ୟକ୍ତି କହେ ଏହା ମୋ କାମ ନୁହେଁ। ସଫଳ ବ୍ୟକ୍ତି ସବୁ ସମସ୍ୟା ପାଇଁ ସମାଧାନର ସୂତ୍ର ବାହାର କରେ। ବିଫଳ ବ୍ୟକ୍ତି ସବୁ ସମାଧାନ ଭିତରେ ସମସ୍ୟା ଖୋଜି ବସେ। ସଫଳ ବ୍ୟକ୍ତି କହେ ଏ କାର୍ଯ୍ୟଟି ଜଟିଳ ହେଲେ ବି କରିବା ସମ୍ଭବ। ବିଫଳ ବ୍ୟକ୍ତି କହେ ଏହା ସମ୍ଭବ ହୋଇପାରେ, ମାତ୍ର ଏହା ଅତି ଜଟିଳ ଓ ଦୁଷ୍କର। କେବଳ ଜିଅନ୍ତୁ ନାହିଁ, ବଞ୍ଚି ଶିଖନ୍ତୁ। କେବଳ ଛୁଅନ୍ତୁ ନାହିଁ, ଅନୁଭବ କରି ଶିଖନ୍ତୁ। କେବଳ ଦେଖନ୍ତୁ ନାହିଁ, ନିରୀକ୍ଷଣ କରି ଶିଖନ୍ତୁ। କେବଳ ପଢ଼ନ୍ତୁ ନାହିଁ, ହୃଦୟଙ୍ଗମ କରି ଶିଖନ୍ତୁ। କେବଳ କାନ ଦିଅନ୍ତୁ ନାହିଁ, ମନ ଯୋଗ ଦେଇ ଶୁଣନ୍ତୁ। କେବଳ ଶୁଣନ୍ତୁ ନାହିଁ, ବୁଝନ୍ତୁ ଓ କରନ୍ତୁ। ମନେ ରଖନ୍ତୁ, ଆପଣ ଯେଉଁ ପର୍ଯ୍ୟନ୍ତ ଲୋକମାନଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ସେମାନେ ଆପଣଙ୍କୁ ମନେ ପକେଇବେ। ତା ପରଦିନକୁ ଅଣଦେଖା କରିବେ। ଯେମିତି ଦୀପ ଜଳିବା ପରେ ଆସିଲି କାଠି ଅଲୋଡ଼ା ହୋଇଯାଏ। ଯେ ସ୍ତ୍ରୀଙ୍କର ଏହି କାମ ଦ୍ୱାରା ସ୍ୱାମୀ ବଡ଼ ଲୋକ ହୋଇଥାନ୍ତି। ସ୍ତ୍ରୀ ପ୍ରତିଦିନ ନିୟମିତ ଭାବରେ କରିବା ଦ୍ୱାରା ସ୍ୱାମୀଙ୍କ ନ ହେଉଥିବା କାର୍ଯ୍ୟ ମଧ୍ୟ ହୋଇଯାଏ। ସ୍ତ୍ରୀଙ୍କ ମୁହଁରେ ସର୍ବଦା ହସ ଥିବା ଦରକାର। ଏହା ଦ୍ୱାରା ସ୍ୱାମୀଙ୍କ ଭାଗ୍ୟ ଉଜ୍ଜଳ ହୋଇଥାଏ। ପ୍ରତିଦିନ ସକାଳେ ଲାଲ ଚନ୍ଦନ ମିଶା ଜଳ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା କଥା। ସ୍ୱାମୀଙ୍କ ରୋଜଗାର ଅନୁସାରେ ସ୍ତ୍ରୀଙ୍କୁ ଖର୍ଚ୍ଚ କରିବା ଏବଂ ଖର୍ଚ୍ଚର ହିସାବ ରଖିବା କଥା। ପ୍ରତିଦିନ ସକାଳେ ନ ଖାଇ ସ୍ନାନ କରି ତୁଳସୀ ମୂଳରେ ଜଳ ପ୍ରଦାନ କରିବା ଉଚିତ। ଗୋଟିଏ କଥା ଜାଣିଛନ୍ତି, ଆଜିକାଲି ଯେଉଁ ପୁଅ ଝିଅମାନେ ପଚାରୁଛ ନା ଓ ବେବି ଖାଇସାରିଲଣି, ଖାଇବା ଖାଇଲଣି, ଘରେ ନିଜ ମାକୁ ପଚାରିକି ଦେଖନ୍ତୁ। ଯିଏ ଆପଣଙ୍କୁ 9 ମାସ ପେଟରେ ଧରି ଜନ୍ମ ଦେଇଛନ୍ତି, ପଚାରି ଦେଖନ୍ତୁ ସେଇ ମା କେତେ ଖୁସି ହେଉଛି। କେତେକ ଲୋକ ନିଜକୁ ଭାରି ହତଭାଗ୍ୟ ବୋଲି ଭାବିଥାନ୍ତି। ଏହି ଭାବନା ଭାଗ୍ୟବାଦୀ ମନୋବୃତ୍ତିର ଜନନୀ। ଯେଉଁ ଲୋକମାନେ ଉପର ଠାଉରିଆ ଏବଂ ବିନା ଆନ୍ତରିକତାରେ କାମ କରୁଥାନ୍ତି, ସେମାନେ ଏହିଭଳି କଥାମାନ କହିଥାନ୍ତି। ହଁ, ମୁଁ ଚେଷ୍ଟା କରିବି, ହେବ କି ନାହିଁ ମୁଁ ଦେଖିବି। ଥରେ ନିଜେ କରି ଦେଖିବି, ମୋର କ'ଣ ଯାଏ ଆସେ। ମୁଁ ଏଥିରେ ବହୁତ ପରିଶ୍ରମ କରିନାହିଁ ଇତ୍ୟାଦି। ଏହି ଲୋକମାନେ ବିଫଳତାକୁ ନିଶ୍ଚିତ ଭାବେ ବରଣ କରିଥାନ୍ତି, କାରଣ ସେମାନେ ନିଷ୍ଠା ବା ସଂକଳ୍ପ ବିନା ହାତକୁ ନେଇଥାନ୍ତି। ମୋତେ ମୋ ଭାଗ୍ୟକୁ ବହୁତ ଡର ଲାଗେ, କାହିଁକି ନା ସେ ମୋ ଠାରୁ ସେଇ ସବୁ ଛଡ଼େଇ ନିଏ ଯେଉଁଥିପାଇଁ ମୁଁ ଖୁସି ହୁଏ। ଜୟ ଶ୍ରୀ ଜଗନ୍ନାଥ।